ଅକ୍ଷୟ ତୃତୀୟାରେ ଆକାଶ ଛୁଆଁ ହେବ ସୁନା ଦର 1.85 ଲକ୍ଷ ଛୁଇଁପାରେ 10 ଗ୍ରାମ ସୁନା। ଦିନକ ପରେ ପବିତ୍ର ଅକ୍ଷୟ ତୃତୀୟା। ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହି ଦିନଟି ନୂତନ ଆରମ୍ଭ ଏବଂ ସମୃଦ୍ଧିର ପ୍ରତୀକ। ବିଶ୍ୱାସ ରହିଛି ଯେ ଏହି ଦିନ କରାଯାଇଥିବା କାର୍ଯ୍ୟ କିମ୍ବା ନିବେଶ ଅକ୍ଷୟ ରହେ, ଅର୍ଥାତ୍ ଏହାର କେବେ କ୍ଷୟ ହୁଏ ନାହିଁ। ସେଥିପାଇଁ ଭାରତୀୟ ପରମ୍ପରାରେ ଏହି ଦିନ ସୁନା କିଣିବାକୁ ଅତ୍ୟନ୍ତ ଶୁଭ ମାନନ୍ତି ଲୋକେ। ଶୁଭ ମୁହୂର୍ତ୍ତ କେଉଁ ସମୟ ଜାଣି ନିଅନ୍ତୁ। ଏଥର ଅକ୍ଷୟ ତୃତୀୟା ଏପ୍ରିଲ 20 ଅର୍ଥାତ୍ ଶନିବାର ଦିନ ପାଳନ କରାଯାଉଛି। ସୁନା କିଣିବାର ମୁହୂର୍ତ୍ତ ଏପ୍ରିଲ 19 ସକାଳ 10:49ରୁ ଆରମ୍ଭ ହୋଇ ଏପ୍ରିଲ 20 ସକାଳ 06:19 ପର୍ଯ୍ୟନ୍ତ ରହିବ। ସୁନାରେ ନିବେଶ କେତେ ଲାଭଦାୟକ ତାହା ଗତ 5 ବର୍ଷର ରେକର୍ଡକୁ ଦେଖିଲେ ଜଣାପଡ଼େ। ଯଦି ଆପଣ 5 ବର୍ଷ ପୂର୍ବେ ଅକ୍ଷୟ ତୃତୀୟାରେ ସୁନା କିଣିଥାନ୍ତେ, ତେବେ ଆପଣଙ୍କ ସମ୍ପତ୍ତି ପ୍ରାୟ 135 ବୃଦ୍ଧି ପାଇଥାନ୍ତା। ବଜାର ବିଶେଷଜ୍ଞଙ୍କ ଅନୁଯାୟୀ ବିଶ୍ୱସ୍ତରୀୟ ଉତ୍ତେଜନା ଏବଂ ମୁଦ୍ରାସ୍ଫୀତି ଯୋଗୁଁ ସୁନା ଦର ଆକାଶ ଛୁଆଁ ହେବାରେ ଲାଗିଛି। ଏକ୍ସିସ୍ ସିକ୍ୟୁରିଟିଜ୍ର ରିପୋର୍ଟ ଅନୁଯାୟୀ 2024 ଶେଷ ସୁଦ୍ଧା ସୁନା ଦର 1,70,000ରୁ 1,85,000 ଟଙ୍କା ପ୍ରତି 10 ଗ୍ରାମ ପର୍ଯ୍ୟନ୍ତ ପହଞ୍ଚିପାରେ। ନିବେଶ ଶୈଳୀରେ ପରିବର୍ତ୍ତନ। ଯୁବପିଢ଼ି ଏବେ କେବଳ ଗହଣା ନୁହେଁ, ବରଂ ଡିଜିଟାଲ ଗୋଲ୍ଡ ଏବଂ ଗୋଲ୍ଡକୁ ଅଧିକ ପସନ୍ଦ କରୁଛନ୍ତି। ବିଶେଷଜ୍ଞଙ୍କ ମତରେ ସୁନାକୁ କେବଳ ବ୍ୟବହାର ପାଇଁ ନୁହେଁ, ବରଂ ଏକ ସୁରକ୍ଷିତ ନିବେଶ ଭାବେ ଦେଖିବା ଉଚିତ। ଆପଣଙ୍କ ପୋର୍ଟଫୋଲିଓରେ 8ରୁ 15% ସୁନା ରଖିବା ଲାଭଦାୟକ ହୋଇଥାଏ। ଯଦିଓ ସ୍ୱଳ୍ପ ଅବଧି ପାଇଁ ଦରରେ ସାମାନ୍ୟ ହ୍ରାସ ବୃଦ୍ଧି ଘଟିପାରେ, କିନ୍ତୁ ଦୀର୍ଘ ଅବଧିରେ ଏହା ସବୁବେଳେ ଭଲ ରିଟର୍ଣ୍ଣ ଦେଇଥାଏ। ଦର ଯେତେ ବଢ଼ିଲେ ବି ସୁନା ପ୍ରତି ଭାରତୀୟଙ୍କ ମୋହ କମି ନାହିଁ। ଏଥର ଅକ୍ଷୟ ତୃତୀୟାରେ ବି ବଜାରରେ ପ୍ରବଳ ଗହଳି ହେବାର ସମ୍ଭାବନା ରହିଛି।